ଗରୁଡ଼ ପୁରାଣରେ ଆମେ ପୂର୍ବ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭଗବାନ ବିଷ୍ଣୁ ଲକ୍ଷ୍ମୀପତିଙ୍କୁ ଗରୁଡ଼ ସୃଷ୍ଟି ପ୍ରସଙ୍ଗ ବିଷୟରେ ପଚାରୁଛନ୍ତି। ଏ ସୃଷ୍ଟି କିପରି ହେଇଥିଲା ସେ ବିଷୟରେ ପଚାରୁଛନ୍ତି। ଆସନ୍ତୁ ଜାଣିବା ବିଷ୍ଣୁ କ'ଣ କହୁଛନ୍ତି। କଳ୍ପ ପୂର୍ବରୁ ଯେ ହୟ ଗ୍ରୀବ ଅବତାର ହୋଇଥିଲେ ମହାପ୍ରଭୁ ପୃଥିବୀ ପୃଷ୍ଠର, ସେ ସମୟେ ମନୁଷ୍ୟର ଶକତି ଦେଖିଣ ବେଦବ୍ୟାସ ବିରଚିଲେ ଗରୁଡ଼ ପୁରାଣ। ଅମୃତ ତୁଲ୍ୟ ବଚନ ପୁରାଣ ଆଖ୍ୟାନ, ଗରୁଡ଼ ପୁରାଣେ ଯାହା ହୋଇଛି ଲିଖନ। କଳ୍ପ ପୂର୍ବରୁ ଭଗବାନ ବିଷ୍ଣୁ ହୟଗ୍ରୀବ ଅବତାର ଏ ଧରା ପୃଷ୍ଠରେ ଏ ପୃଥିବୀ ପୃଷ୍ଠରେ ହୋଇଥିଲେ। ସେହି ସମୟରେ ମନୁଷ୍ୟମାନଙ୍କର ଶକତି ଦେଖି ବେଦବ୍ୟାସ ଅମୃତ ତୁଲ୍ୟ ଗରୁଡ଼ ପୁରାଣକୁ ରଚନା କରିଥିଲେ। ଏ କଥାଟି ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କହିଲେ। ତାପରେ ସୂତ କ'ଣ କହୁଛନ୍ତି। ମହାପ୍ରଳୟ କାଳରେ ଦେବନାରାୟଣ ଅନନ୍ତ ଶଯ୍ୟାରେ ପ୍ରଭୁ କରିଲେ ଶୟନ। ଦେବୀ ସରସ୍ୱତୀ ପାଦ ଧୀରେ ମଚାଳନ୍ତି, ଏ ସନକ କେତେ କାଳ ଗଲା ତହୁଁ ବିତି। ପ୍ରଳୟ କାଳରେ ଶେଷ ସମୟ ହୁଅନ୍ତେ, ଯୋଗ ନିଦ୍ରା ଶାନ୍ତି ହେବା ହୃଦୟ ବାଛନ୍ତେ। ତାପରେ କ'ଣ ହେଇଛି, ଯେତେବେଳେ ପ୍ରଳୟ କାଳ ସମୟରେ ଭଗବାନ ବିଷ୍ଣୁ ନାରାୟଣ ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ଭଗବତୀ ଦେବୀ ମା ସରସ୍ୱତୀ ତାଙ୍କର ପାଦ ସେବା କରୁଛନ୍ତି। ଏହି ସମୟରେ କ'ଣ ହେଇଛି, ପ୍ରଳୟ ଜଳେ ଜନମ ହେଲା ଯେ ଦାନବ, ମହାଭୟଙ୍କର ମୂର୍ତ୍ତି ନିର୍ଦ୍ଦୟ ସ୍ୱଭାବ। ଏହି ପ୍ରଳୟ କାଳରେ ଜଣେ ଦାନବ, ଜଣେ ବିଶାଳକାୟ ରାକ୍ଷସ ଜନ୍ମ ଗ୍ରହଣ କରିଛନ୍ତି। ପ୍ରଳୟ ଜଳ ତାହାକୁ ହୁଏ ଆଣ୍ଠୁ ପାଣି, ଘୋର ଘୋର ଜନ କରି ଭ୍ରମେ ଦୈତ୍ୟ ପୁଣି। ଏତେ ବିଶାଳକାୟ ସେ ଯେଉଁ ଦାନବ, ଏତେ ବିଶାଳକାୟ ସେ ଯେଉଁ ଦୈତ୍ୟ, ଏ ପ୍ରଳୟ ଜଳ ତାର ଆଣ୍ଠୁଏ ମାତ୍ର ପାଣି ହେଉଛି। ଭ୍ରମି ଭ୍ରମି ପ୍ରବେଶିଲେ ଅନନ୍ତ ପାଶରେ, ସରସ୍ୱତୀଙ୍କୁ ଦେଖିଲା ଯହୁଁ ନୟନରେ। କାମେ ଅଶକତ ହେଲା ଦୃଢ଼ ମନ୍ଦମତି, ବଳାତ୍କାରେ ଧରିବାକୁ ଇଚ୍ଛିଲା ଝଟତି। ଯେତେବେଳେ ସେହି ଦାନବ ଜନ୍ମଗ୍ରହଣ କରିছে ପ୍ରଳୟ ଜଳରେ, ସେ ବୁଲି ବୁଲି ଯାଇ ଅନନ୍ତଙ୍କ ପାଶରେ ଅର୍ଥାତ୍ ନାରାୟଣଙ୍କ ପାଖରେ ପହଞ୍ଚିଛି। ସେଠାରେ ସେ ମା ସରସ୍ୱତୀଙ୍କୁ ଦେଖିଛି ଏବଂ ସରସ୍ୱତୀଙ୍କୁ ଦେଖିବା କ୍ଷଣି ତାର କାମନା ଶକ୍ତି ଜାଗ୍ରତ ହେଇଛି, ବଳାତ୍କାର କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛି। ତାହା ଦେଖି ପଳାଇଲେ ଦେବୀ ବୀଣା ପାଣି, ପଛେ ଗୋଡ଼ାଇଲା ଦୈତ୍ୟ କପେ ଶିର ଝୁଣି। ଦୌଡ଼ି ଦୌଡ଼ି ଦେବୀ ହେଲେ ଅଶକତା, ନିକଟେ ପ୍ରବେଶ ହେଲା ଦୈତ୍ୟ ବଳବନ୍ତା। ତାହା ଜାଣି ସରସ୍ୱତୀ କପଟ ବିହିଲେ, କମଳ କରି ତାହାକୁ ବଚନ ବୋଇଲେ। ଯେତେବେଳେ ରାକ୍ଷସ ବଳାତ୍କାର କରିବାକୁ ଇଚ୍ଛା କରିଛି ମା ସରସ୍ୱତୀଙ୍କୁ, ସେତେବେଳେ ସେ ବୀଣା ପାଣି ମା ସରସ୍ୱତୀଙ୍କର ଶିରକୁ ଅର୍ଥାତ୍ ମୁଣ୍ଡର ଚୁଟିକୁ ଝୁଣିଛି। ଭଗବତୀ ମାର ସରସ୍ୱତୀ ଭୟରେ ଦୌଡ଼ିଛନ୍ତି। ଦୌଡ଼ି ଦୌଡ଼ି ମା ସରସ୍ୱତୀ ଅଶକତା ଅର୍ଥାତ୍ କ'ଣ, ଶକ୍ତିହୀନତା ତାଙ୍କ ଭିତରେ ଦେଖା ଦେଇଛି। ତାଙ୍କର ଶରୀର ବଳ କ୍ଷୀଣ ହେଇଯାଇଛି। ସେହି ସମୟରେ ସିଏ ଆଉ କୌଣସି ପ୍ରକାର ବୁଦ୍ଧି ବାଟ ନ ପାଇ ଏକ କପଟ ରଚନା କରିଲେ। କ'ଣ ସେ କପଟ ରଚନା କରିଲେ ନା, କମଳ ମଧୁର ବଚନରେ ସରସ୍ୱତୀ କହୁଛନ୍ତି, ସାଧୁ ସନ୍ତ ଶୁଣ ତାହା
ମନ କରଣ ଦେଇ ସେ କଥା ତୁମ୍ଭ ଆଗରେ କହୁଅଛି ମୁହିଁ। ଶ୍ରୀ ବିଷ୍ଣୁ ଗରୁଡ଼ ଯାହା ବୈକୁଣ୍ଠପୁରରେ କହିଥିଲେ ଶ୍ରୀମୁଖରେ ଅତି ଆଦରରେ। ଶୁଣ ହେ ଦୈତ୍ୟ ମୁକୁଟମଣି ମୋ ବଚନ, ଦେଖ ମୋର ସ୍ୱାମୀ କରି ଅଛନ୍ତି ଶୟନ। ସେହି ସମୟରେ ସରସ୍ୱତୀ କହୁଛନ୍ତି, ରେ ଦୈତ୍ୟ ରାକ୍ଷସ, ତମେ ଦେଖ ମୋର ସ୍ୱାମୀ ଶୋଇଛନ୍ତି ଅନନ୍ତ ଶୟନରେ। ସ୍ୱାମୀ ଥାଉ ତୁମ୍ଭ ସଙ୍ଗେ କିପରି ରମିବି, ସ୍ୱାମୀ ଅପବାଦ ଦେବେ କିପରି ସହିବି। ତୁମ୍ଭେ ଯଦି ବଳେ ବିନା ଶିବ ମୋ ସ୍ୱାମୀଙ୍କୁ, ଆନନ୍ଦ ମନେ ଭଜିବି ମୁହିଁ ଯେ ତୁମ୍ଭକୁ। ମା ସରସ୍ୱତୀ କପଟରେ ଛଳରେ କହୁଛନ୍ତି, ରେ ଦୈତ୍ୟ, ରେ ରାକ୍ଷସ, ମୁଁ ଯଦି ତୋ ସହିତ ରମଣ କରିବି ତେବେ ମୋ ସ୍ୱାମୀ ମୋତେ ଅପବାଦ ଦେବେ। ତେଣୁ ଯଦି ମୁଁ ତୋ ସହିତ ରମଣ କରିବି ବୋଲି ତୁ ଚାହୁଁଛୁ, ତେବେ ପ୍ରଥମେ ମୋ ସ୍ୱାମୀକୁ ତୁ ବିନାଶ କର। ଯଦି ମୋ ସ୍ୱାମୀକୁ ବିନାଶ କରିଦେବୁ ତେବେ ଆନନ୍ଦ ମନରେ ମୁଁ ତୋ ସହିତ ରମଣ କରିବି। ଏହା କପଟରେ ଛଳରେ ରାକ୍ଷସକୁ ମା ସରସ୍ୱତୀ କହୁଛନ୍ତି। ମୋତେ ପାଇବା ପାଇଁ କି ଇଚ୍ଛା ଯଦି ଅଛି, ଶୀଘ୍ର ମାର ମୋ ସ୍ୱାମୀଙ୍କୁ ତୁମ୍ଭକୁ କହୁଛି। ତାହା ଶୁଣି ଦୈତ୍ୟ ମୋହେ ଜାଣି ନ ପାରିଲା, ସାଇତ ବିଷ୍ଣୁ ଅଙ୍ଗରେ ଗଦା ପ୍ରହାରିଲା। ବାଜିଣ ଗଦା ଶ୍ରୀ ଅଙ୍ଗେ ଅଗ୍ନି ବାହାରିଲା, ପ୍ରଭୁଙ୍କର ଯୋଗ ନିଦ୍ରା ତୁରିତେ ଭାଙ୍ଗିଲା। ବାଜିଣ ଗଦା ଶ୍ରୀ ଅଙ୍ଗେ ଅଗ୍ନି ବାହାରିଲା, ପ୍ରଭୁଙ୍କର ଯୋଗ ନିଦ୍ରା ତୁରିତେ ଭାଙ୍ଗିଲା। ସେହି ସମୟରେ ରାକ୍ଷସ ଭଗବତୀ ମା ସରସ୍ୱତୀଙ୍କର ମାୟା ଜାଣି ନ ପାରି ସଙ୍ଗେ ସଙ୍ଗେ ଯାଇ କ'ଣ କରିଛି ନା ବିଷ୍ଣୁଙ୍କ ଅଙ୍ଗରେ ଗଦା ପ୍ରହାର କରିଛି। ଅନନ୍ତ ଶୟନରେ ବିଷ୍ଣୁ ଅଛନ୍ତି, ସେ ବିଷ୍ଣୁଙ୍କ ଶରୀରରେ ନିଜର ଗଦାକୁ ପ୍ରହାର କରିଛି। ଗଦା ଯେତେବେଳେ ପ୍ରହାର କରିଛି, ଗଦା ପ୍ରହାର କରିବା ସମୟରେ ଶରୀରରୁ ଅଗ୍ନି ବାହାରିଛି, ଅଗ୍ନି ଉତ୍ପନ୍ନ ହେଇଛି। ପ୍ରଭୁଙ୍କର ଯେଉଁ ଯୋଗ ନିଦ୍ରା ଥିଲା, ହଠାତ୍ ଉପରେ ସେ ନିଦ୍ରା ଭାଙ୍ଗି ଯାଇଛି। ତ ଇଏ ଥିଲା ଦ୍ୱିତୀୟ ପ୍ରସଙ୍ଗ। ପୁନର୍ବାର ଆମେ ଏହି କଥାକୁ ଆଗକୁ ଆଗେଇ ନେବା ଆଉ ଗୋଟେ ନୂତନ ଅଧ୍ୟାୟରେ। ଆସନ୍ତାକାଲି ସକାଳ 7 ଘଟିକା ସମୟରେ ପୁନର୍ବାର ଆପଣ ଶୁଣିବା ପାଇଁ ପାଇବେ ଏଇ ଗରୁଡ଼ ପୁରାଣର ଆଉ ଏକ ପ୍ରସଙ୍ଗ। ଏହି ପ୍ରସଙ୍ଗର ପୁନର୍ବାର କିପରି ସେ ଜଗନିଦ୍ରାରୁ ବିଷ୍ଣୁ ଉଠିଲେ ଏବଂ ତାପରେ କ'ଣ ହେଲା ସେ ବିଷୟରେ ଆଲୋଚନା କରିବା। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।